ନନ୍ଦପୁରରେ ଜିଲ୍ଲାସ୍ତରୀୟ ଜନଶୁଣାଣି 64 ଅଭିଯୋଗ ଶୁଣି ସମାଧାନର ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ ଓ ଏସପି। କୋରାପୁଟ ଜିଲ୍ଲାର ନନ୍ଦପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ମୋଟଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସପି ରୋହିତ ବର୍ମା ଅଭିଯୋଗଗୁଡ଼ିକ ଶୁଣି ସମ୍ପୃକ୍ତ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 2 କୋଟି 42 ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା। ଜନଶୁଣାଣି ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସପି ରୋହିତ ବର୍ମା, ସିଡିଓ ବେଣୁଧର ସବର, ପିଏ, ଆଇଟିଡିଏ ସ୍ନେହପ୍ରଭା ମାଝୀ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଏବଂ ତହସିଲଦାର ଦେବବ୍ରତ ମହାରଣା ଜୋଲାପୁର ଜଳଭଣ୍ଡାର ମଧ୍ୟରେ ଅବସ୍ଥିତ ବିଚ୍ଛିନ୍ନାଞ୍ଚଳ ସାବୁନ ଗାଁକୁ ଡଙ୍ଗାରେ ଯାଇ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଆଲୋଚନା ସମୟରେ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁ ଓ ସମିତି ସଭ୍ୟ ଯୋଗେନ୍ଦ୍ର ଖେମୁଣ୍ଡୁଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳଙ୍କୁ 8 ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ପୂର୍ତ୍ତ ବିଭାଗ ରାସ୍ତାଠାରୁ ସାବୁନ ନଦୀଘାଟ ପର୍ଯ୍ୟନ୍ତ ଆରଡି ରାସ୍ତାର ମରାମତି, ଉପର ହରଗଣ୍ଡାରୁ ସାବୁନ ନଦୀଘାଟ ପର୍ଯ୍ୟନ୍ତ ସେତୁ ଓ ରାସ୍ତା ନିର୍ମାଣ, ଜୋଲାପୁଟ ଜଳଭଣ୍ଡାରକୁ ଆଧାର କରି ଜୈବିକ ପର୍ଯ୍ୟଟନ ସ୍ଥଳୀ ଗଠନ, ସାବୁନ ଓ ଲାମାଡୁର ଗ୍ରାମବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ, ଉଭୟ ଗ୍ରାମ ମଧ୍ୟରେ ସିସି ରାସ୍ତା ନିର୍ମାଣ, ଲାମାଡୁରକୁ ବିଦ୍ୟୁତ ସଂଯୋଗ, ଜବାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନୀତ କରିବା ଏବଂ ବିଲାପୁଟ ପଞ୍ଚାୟତ ସଦରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ଭଳି ଦାବି ସାମିଲ ଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ଦାବିକୁ ପର୍ଯ୍ୟାୟକ୍ରମେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହା ଶୁଣି ସାବୁନ ଓ ଲାମାଡୁର ଅଞ୍ଚଳର ଗ୍ରାମବାସୀ ସନ୍ତୋଷ ଓ ଖୁସି ପ୍ରକାଶ କରିଥିଲେ। ଆଚ୍ଛା, ଆଜି ଆପଣଙ୍କ ଗାଁରେ ଜିଲ୍ଲାପାଳ ଆସିଲେ, ଏସପି ଆସିଲେ, ଅନ୍ୟାନ୍ୟ ଅଧିକାରୀମାନେ କଣ ସବୁ ଆଲୋଚନା କଲେ? ବହୁତ ଆମର ସମସ୍ୟା ରହିଛି ଆଜ୍ଞା, ଯେମିତିକି ରାସ୍ତାଘାଟ, ପିଇବା ପାଣି, ଆମର ଜମି, ଆଉ ପାଠ ପଢିବା ପିଲାମାନଙ୍କ ଯେତିକି ରହୁଛନ୍ତି କି ନାଇଁ ଗାଁରେ ବେକାରଟା ରହୁଛନ୍ତି, ଚାକିରି ନାହିଁ, କିଛି ନାହିଁ। ଏଇ ସବୁ ଏସପି ସାର୍ ଥିଲେ, ଆମର କଲେକ୍ଟର ଜିଲ୍ଲାପାଳ ସାର୍ ଥିଲେ, ସମସ୍ତେ ମାନେ ଏ ବିଷୟରେ ଜଣେଇଲୁ। ତାପରେ ଆଗକୁ ଦେଖିବା ବୋଲି କହିଛନ୍ତି। ଆଉ ଡଙ୍ଗା ପାର ହେଇକି ଆସିଛି ଆମର ଏସପି ସାର୍ ଆଉ କଲେକ୍ଟର ସାର୍ ଆଉ ଅନ୍ୟ ତାଙ୍କ ଟିମ୍ ବି ଆସିଛନ୍ତି। ପୂର୍ବରୁ ଅଧିକାରୀମାନେ ଏମିତି ଆସିଥିଲେ କି? ନାଇଁ ଏଇଟା କେବେ ଆସିନଥିଲେ, ଏଇଟା ଫାର୍ଷ୍ଟ ଟାଇମ ଆସିଛନ୍ତି। ଆପଣମାନେ ଜିଲ୍ଲାପାଳଙ୍କୁ ପାଖରୁ କଥା ହେଲେ, ହଁ, କଣ କେମିତି ଲାଗିଲା? ମାନେ ଲାଗିବ ଟିକେ ଡର ତ ଥିବ, ଆକ୍ଚୁଆଲି କଣ୍ଟ୍ରୋଲ କରିକିନା କଥା ହେଲୁ। କାରଣ କଣ କହିଲେ? ସାର୍ ମାନେ କହିଲେ ଏଇ ସମସ୍ୟା ଯାକ ଧୀରେ ଧୀରେ ସବୁ କରବା ବୋଲି କହିଲେ। ଆପଣଙ୍କୁ କେମିତି ଲାଗିଲା ସେ ସାର୍ ମାନେ ପାଖରୁ କଥାବାର୍ତ୍ତା ହେଲା? ସାର୍ ମାନେ କଥା ହେଲାରୁ ଭଲସେ ଲାଗିଲା ଯେ କାମଟା କଲେ ହିଁ ସେଇଟା ଦେଖାଯିବ। ନନ୍ଦପୁରରୁ ରିପୋର୍ଟ ସୁରଜ ଖରା ମୋ ସମାନ୍ତ।